ରାମକୃଷ୍ଣଙ୍କ ବିଷୟରେ ପଢ଼ିବା ଆରମ୍ଭ କରିଥିଲେ ଏବଂ ସେମାନଙ୍କର ଶିକ୍ଷା ଦ୍ୱାରା ପ୍ରଭାବିତ ହୋଇଥିଲେ। ବୋଷ ତାଙ୍କର ବିଏ 1918 ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ଦାର୍ଶନିକ ଅନର୍ସରେ ପାସ୍ କରିଥିଲେ। ସେ ଅଧିକ ଅଧ୍ୟୟନ ପାଇଁ ସେପ୍ଟେମ୍ବର 1919 ମସିହାରେ ଇଂଲଣ୍ଡ ଯାଇଥିଲେ। ସେ ଭାରତୀୟ ସିଭିଲ ସର୍ଭିସ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେ ଇଂଲଣ୍ଡରେ ରହିବାକୁ ଏବଂ ବ୍ରିଟିଶ ସରକାରଙ୍କ ସେବା କରିବାକୁ ଚାହୁଁ ନଥିଲେ। ଯେତେବେଳେ ସେ ଭାରତରେ ଜାତୀୟ ଅଶାନ୍ତିର ଖବର ଶୁଣିଲେ 1921 ମସିହାରେ ସୁଭାଷ ଚନ୍ଦ୍ର ତାଙ୍କ ସିଭିଲ ସର୍ଭିସ ଚାକିରିରୁ ଇସ୍ତଫା ଦେଇ ଭାରତ ଫେରିଥିଲେ। ପିଲାଦିନରୁ ସୁଭାଷ ଚନ୍ଦ୍ର ବୋଷଙ୍କର ଜାତୀୟତାବାଦୀ ସ୍ୱଭାବ ଥିଲା ଏବଂ ଭାରତୀୟଙ୍କ ପ୍ରତି ବ୍ରିଟିଶମାନଙ୍କ ଭେଦଭାବ ତାଙ୍କ ମନକୁ କ୍ରୋଧରେ ପରିପୂର୍ଣ୍ଣ କରିଦେଉଥିଲା। ଦେଶର ସେବା କରିବା ପାଇଁ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ଅବଦାନ। ଗାନ୍ଧିଜୀଙ୍କ ନେତୃତ୍ୱରେ ବୋଷ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ବୋଷ ଜଣେ ବୈପ୍ଳବିକ ସ୍ୱାଧୀନତା ସଂଗ୍ରାମୀ ଯିଏ ଆଜାଦ ହିନ୍ଦ ସେନା ବା ଭାରତୀୟ ଜାତୀୟ ସେନା ପ୍ରତିଷ୍ଠା କରିଥିଲେ। ତାଙ୍କର ବୈପ୍ଳବିକ ଗତିବିଧି ପାଇଁ ବୋଷ ଅନେକ ଥର ଜେଲ୍ ଯାଇଥିଲେ। ବୋଷ କଂଗ୍ରେସ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ଅନ୍ୟ ଜଣେ ମହାନ ରାଜନୈତିକ ନେତା ଜବାହରଲାଲ ନେହେରୁଙ୍କ ସହ କାମ କରିଥିଲେ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ବୋଷଙ୍କର ନିଃସ୍ୱାର୍ଥପର ଅବଦାନ ରହିଥିଲା। ତାଙ୍କର ସ୍ୱାଧୀନତା ସଂଗ୍ରାମକୁ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଆଲୋକିତ କରାଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ବାସ୍ତବରେ ତାଙ୍କର ଆଦର୍ଶ ଏବଂ ବ୍ରିଟିଶମାନଙ୍କ ବିରୁଦ୍ଧରେ ବଳ ପ୍ରୟୋଗ ପାଇଁ ତାଙ୍କୁ 11 ଥର କାରାଗାରରେ ରଖାଯାଇଥିଲା। ସେ 1920 ଏବଂ 1930 ଦଶକରେ ଭାରତୀୟ ଜାତୀୟ